ଆଜିର ବୈଠକରେ ଆମେ ସମସ୍ତେ ଏକାଠି ହେଲେ ଆଉ ଗୋଟେ ଜିନିଷ ନିଷ୍ପତ୍ତି ନେଲୁ ଯେ ଆମେ ସମସ୍ତେ ପରସ୍ପରକୁ ସାହାଯ୍ୟ କରିବା ଆଉ ଆମର ଯାହା ଯାହା ଅସୁବିଧା ଅଛି ତାହାକୁ ଆମେ ଲୋକଲୋଚନକୁ କେମିତି ଆଣିବା ସେଥିପ୍ରତି ପ୍ରୟାସ କରିବା। ବାକି ଅନ୍ୟ ଭାଇ ମାନେ ଯୋଉମାନେ ଅଛନ୍ତି ଅନ୍ୟ ସବୁ ଜିଲ୍ଲା ମାନଙ୍କରେ ସମସ୍ତେ ସମସ୍ତଙ୍କୁ ସହଯୋଗ କରିବା ତା ଦ୍ୱାରା ଆମ ମହାସଂଘ କିପରି ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ପୁରା ତଳ ସ୍ତରରୁ ନେଇକି ଯାଇକି ଆମ ସରକାରଙ୍କ ପାଖରେ କେମିତି ପହଞ୍ଚି ପାରିବ ଯୋଉଠି ଯୋଉମାନେ ଅବହେଳିତ ହେଇକି ରହିଯାଉଛନ୍ତି ସମସ୍ତଙ୍କୁ କିପରି ସୁବିଧା ସୁଯୋଗ ଯୋଗାଇ ଦେଇପାରିବ ସମସ୍ତେ କିପରି ସୁବିଧା ସୁଯୋଗ ପାଇପାରିବେ ଏବଂ ସମସ୍ତେ କିପରି ନିଜର ମିଡିଆର ପ୍ରଚାର ପ୍ରସାର କରିପାରିବେ ସେଥିପ୍ରତି ଚେଷ୍ଟିତ ରହିବେ ଆଉ ସେଥିପ୍ରତି ସମସ୍ତେ ସମସ୍ତଙ୍କୁ ସହଯୋଗ କରିବେ। ଏହା ଥିଲା ଆମର ମୁଖ୍ୟ ଆଭିମୁଖ୍ୟ ତା ସହିତ ଆହୁରି ଜିନିଷ ବି ଥିଲା ଯାହାକି ଆମେ ଆମ ସଂଗଠନକୁ କିପରି ଆଗକୁ ନେଇପାରିବା ଆମ ସଂଘକୁ କିପରି ଆଗରେ ନେଇପାରିବା ସେଥିପ୍ରତି ଆମେ ସମସ୍ତେ ଆଲୋକପାତ କଲୁ ଆଉ ସେଥିରୁ ଗୋଟେ ନିଷ୍ପତ୍ତିରେ ପହଞ୍ଚିଲୁ ଯେ ଆମେ ସମସ୍ତେ ଏକତ୍ରିତ ହେଇ କାମକୁ କରିବା ଆଉ ସମସ୍ତେ ମିଳିମିଶି କରିବା ଦ୍ୱାରା ଏଇଟା ବହୁତ ଶୀଘ୍ର ପ୍ରଚାର ପ୍ରସାର ହୋଇ ଆଗକୁ ବଢି ପାରିବ ଆଉ ସରକାରଙ୍କ ପାଖରେ ନିହାତି ପହଞ୍ଚି ପାରିବ। ଡିଜିଟାଲ ମିଡିଆର ସମ୍ପୃକ୍ତି ତ ନିହାତି ରହିଛି। ଡିଜିଟାଲ ମିଡିଆ ଆପଣଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରିବ ଯେମିତି କହିଲେ ଆମର ଏଠି ସଭାପତି ମହୋଦୟ ମନୋଜ ଭାଇ ଯେମିତି କହିଲେ ଯେ ଆମକୁ ଆମ ପରିଚୟ ନିଜେ ସୃଷ୍ଟି କରିବାକୁ ପଡିବ। ଆପଣ ମାନେ ଜାଣିଛନ୍ତି ଯେ ମୁଁ ଆପଣଙ୍କୁ ଅଧିକା କଣ କହିବି ଆମେ ଯେହେତୁ ୱେବ ମିଡିଆ ଯେହେତୁ ଆମ ପ୍ରଚାର ପ୍ରସାର ଅଧିକରୁ ଅଧିକ ହେଲେ ଆମେ ନିହାତି ଗୋଟିଏ ଜାଗାରେ ପହଞ୍ଚି ପାରିବା ଆଉ ଆମେ ଯାଇକି ଆମ ଲକ୍ଷ୍ୟକୁ ହାସଲ କରିପାରିବା।